नमस्कार सांगମାନେ ଯେମିତି ଆପଣ କହିଥିଲେ ଇନଷ୍ଟାମାର୍ଟ ଯେବେଠୁ ଆସିଲା ସାର୍ ଟିକେ ବେଶୀ ଆକ୍ଟିଭ୍ ହେଇଛନ୍ତି ସକାଳୁ ସକାଳୁ ଟୁକୁରୁ ଟୁକୁରୁ ଜିନିଷ ମଗାଇ ପକାଇଛନ୍ତି। ଆଉ ଏଠି ହେଇଛି ଚିଙ୍ଗୁଡ଼ି ମାଛ ଆଉ କି ମାଛ ହେଇଛି ଏଇଟା ନାଁ ମୁଁ ଜାଣିନି କେବଳ ରୋହି ଆଉ ଇଲିଶଟାକୁ ଚିହ୍ନି ପାରିବି। ଆଉ ଏଠି ସାର୍ ଏଠି ବସି ମାଛକୁ ପଖାଳ ଭାତ ଡବଲ୍ ମାନେ ଧମାକା କରି ଖାଉଛନ୍ତି। ଆଉ ଏଠି ମୁଁ ଭାବିଲି ଆମ୍ବ ଆଇଛି ଭାବିଲି କଞ୍ଚା ଆମ୍ବ ଆଇଛି ମୁଁ ଟିକେ ଚଟଣି କରି ଖାଇବି ଦେଖିଲା ବେଳେ ସବୁ ଆମ୍ବ ପାଚି ଯାଇଛି। ଆଉ ଏଇ ଲୋ ମୋ ଝିଅ ଏଠି ରୋଷେଇ କରିବାକୁ ବାହାରିଲାଣି ମମି ଏଠି ରୋଷେଇ ଘରେ ଝାଳ ଫାଳ ରହି ଆଣ୍ଠି ହେଲାଣି ମୋ ଝିଅ ଯାଇ ତାଙ୍କ ଘରେ ରୋଷେଇ କରିବ। ହଁ ଏ ତ ଠିକ୍ ଟ୍ରାଫିକ୍ ପୋଲିସ୍ ଭଳିଆ ଦେଖାଯାଉଛି ଆଉ ଚାମଚ ଫାମଚ ମାଗି ସାରିଲେଣି ତାଙ୍କ ଘରେ ଏଠି ବସି ରୋଷେଇ କରିବ ବସିକି ତାଙ୍କ ଘରେ ସତକୁ ସତ ରୋଷେଇ କଲା ଭଳିଆ ଚାମଚ ଧରିକିନି ଖଡ଼ ଖଡ଼ କରିଲା ଦେଖିଦେଇଛି। ଆଉ ତାପରେ ମୁଁ ଭାବିଲି ମୋ ଝିଅର ବଳ ଏନର୍ଜି ନଷ୍ଟ ହେଇଛି ରୋଷେଇ କରିକିରି ମୁଁ ତ ଗୋଟେ ଅରେଞ୍ଜ ଜୁସ୍ କରିଦେଲି। ଭାଇ ଅରେଞ୍ଜ ଜୁସ୍ ତ କରିକି ଦେଇଛି ନାମ୍ପଟା ନେଉଛି ଆଉ ତା ପଛରେ କୁକୁର ଭଳିଆ ଧାଉଁଛି ସେ ଯାଉଛି ବୁଲୁଛି ମୁଁ ତା ପଛରେ ଧାଉଁଛି ଆଉ ତା ପଛରେ ଧାଇଁ ଧାଇଁ ଯେଉଁ ମୋ ବଳ ଗୁଡ଼ା ନଷ୍ଟ ହେଇଗଲା ଏନର୍ଜି ପୁରା ଡାଉନ୍ ହେଇଯାଇଛି। ଏ ଆଇସ୍କ୍ରିମ୍ ଦେଖି ମନଟା ଶାନ୍ତି ହେଲା ଭାଇ ଇଏ ମୋ ଠାରୁ ଛଡ଼େଇକି ନେଲାଣି ଖାଇବା ବୋଲି।